ଆଉ ଭାଇ ହଁ ଭାଇ କହ। ଆଜି ଭାଇ ଛାଡଖାଇଟା କଣ ଆଣିକି ଟିକେ ରୋଷେଇ ଫୋଷେଇ କରୁ। ଛାଡଖାଇରେ କଣ ଖାଇବୁ କହ? ମଟନ ଫଟନ ଟିକେ କର ଆଉ କଣ ଖାଇବୁ କହ। ମଟନ ନାନୀ ଜାଣିଲେ ହାଣିବ ମଟନ। କଣ ପାଇଁ ଆଣିବ? ଆଉ ମଟନ କଣ ଖାଇବୁ ଗୋଟେ ତୁ ଆଜି ବା ଓହୋ ବୁଧବାର। ତମେ ତ ମୁଁ ଜାଣିଛ ମୁଁ ଆସିଛ ବୋଲି ତମେ ଆଳୁ କଷା ଦେଇକି ଚୁକେଇ ଦେବା ପାଇଁ ଚାହୁଁଛ। ମଟନ ଖାଇବୁ କହୁଛୁ ତ ଚାଲ ତତେ ବାହାରେ ମଟନ ନେଇକି ଖୁଏଇକି ଆଣିବି ଚାଲ। ବାହାରେ ନାଇଁ ମ ନାନକି କୋଉଠି କଷା ଝୋଳ କରିକି ଆଉ ଗୋଟେ ପାଟଣୀ ଖାସିଟା ମାରିକି ଟିକେ ଦବକୁ ଆଉ ତ ବାହାରେ କଣ ଖାଇବି ମୁଁ। ପାଟିଣି ଏଟା ଗୋଟେ କି ଖାସି? ପାଟଣୀ ଖାସି ତ ଜାଣିନ କୋଉଠୁ ଆସିଛ କେଜାଣି। ଆରେ ଭାଇ ପାଟଣୀ ଖାସି ତା ମେରୁ ମେରୁ ପଞ୍ଝା, ଏତେ ବଡ ଦେହ, ଏତେ ବଡ ମୁଣ୍ଡ, ଏତେ ବଡ ହାଇଟ ତାର। ତମେ ଜାଣିନ ପୁରା ଖାଇବ ମାନେ ପୁରା ଏକ କ୍ଲାସ ଲାଗିବ। ତମେ ତ କେବେ ଖାଇନ ସେ ପାଟଣୀ ଖାସି। ତମକୁ କହିକି ଲାଭ କଣ? ଚାଲ ତମକୁ ସେ ଦୋକାନ ନେବି ପାଟଣୀ ଖାସିଟା ଦେଖିବ କେତେ ବଡ ବଡ ଖାସିକା। ବଡ ବଡ ଖାସି ଆଜି ଗୁରୁବାରରେ ଖାସି ନେବି ଘରକୁ। ତ ନାନୀ ଜାଣିଲେ ତ ଠିଆ ଠିଆ ସେଠି ହାଣିଦବ। ତୁ ତୋର ଖା ଭାଇ ତୁ ପାଟଣୀ ଖାସି ଖା କି ତୋର ପାଟଣା ଖାସି ଖା ତୁ ତୋର ଖା ଯା ବାହାରେ ଯାଇକିନା। ମୁଁ ଆଜି ଗୁରୁବାର କିଛି ଘରକୁ ନେଇପାରିବିନି। ଡରୁଆ ଲୋକଟା ଏଟା କିଛି କରିପାରିବ ନାହିଁ। ଏମିତି ହିଁ ଖାଲି ସେ ମାଇକିନା ପଛ ଦୌଡି ଜୀବନଟା ଯିବ କାମ ନାହିଁ କିଛି।